ଗପର ନାଁ ଦୟାର ଆମ୍ବ ଗଛ। ଗପର ନାଁ ଦୟାର ଆମ୍ବ ଗଛ। ଗୋଟେ ବଗିଚା ଥିଲେ ଗୋଟେ ଆମ୍ବ ଗଛ, ଗୋଟେ ନିମ୍ବ ଗଛ। ନିମ୍ବ ଗଛ ଶୋଭା ପରେ ମଧୁର ଥିଲା। ନିମ୍ବ ଗଛ ଶୋଭା ପରେ କଠୋର ଥିଲା। ଗୋଟେ ରାଣୀ ମହୁମାଛି ତା ସାଥୀ ମାନଙ୍କ ସହିତ ସେଇ ବଗିଚାକୁ ବସା ବାନ୍ଧିବାକୁ ଆସିଲା। ନିମ୍ବ ଗଛ ପାଖକୁ, ନିମ୍ବ ଭାଇ ମତେ ତମ ଡାଳରେ ବସା ବାନ୍ଧିବି। ବସା ବାନ୍ଧିବାକୁ ଦବ? ନା ମୋ ଡାଳରେ ଜାଗା ନାହିଁ, ମୁଁ କଠୋର। ତା ସାଥୀ ମାନେ ଦୁଃଖ ହେଲେ। ତାପରେ ଆମ୍ବ ଗଛ ରାଣୀ ମହୁମାଛିକି ଡାକିକି କହିଲା, ରାଣୀ ମହୁମାଛି ଫଳରେ ମଧୁର। ରାଣୀ ମହୁମାଛି ଗଛରେ ତମେ ମୋ ଡାଳରେ ବସା ବାନ୍ଧି ପାରିବ? ସେ କଠୋର। ତମେ ମୋ ଡାଳରେ ବସା ବାନ୍ଧି ପାରିବ? ରାଣୀ ମହୁମାଛି ଶୁଣିକି ଖୁସି ହେଲେ। ତମେ ତମ ଫଳ କରିକି ମଧୁର କହିଲା ଆମ୍ବ ଭାଇ। ତୁମେ ତୁମ ଫଳ କରିକି ମଧୁର। ତାପରେ ରାଣୀ ମହୁମାଛି ଖୁସି ହେଲେ। ସେ ଡାଳରେ ବସା ବାନ୍ଧିକି ସେଇଠି ରହିଲେ।